କିନ୍ତୁ ଆମେମାନେ ସାହସ କରିକି ନିଜ ପ୍ରଭୁଙ୍କ ସମ୍ପର୍କରେ କହିପାରୁ ନାହୁଁ। କେତେଟା ମାଳିକା ସମ୍ପର୍କରେ ଆପଣଙ୍କୁ କହୁଛି, କେଉଁ ମାଳିକାରେ କ'ଣ କ'ଣ ଲେଖା ହେଇଛି ଦେଖିବେ। ପୂଜାର ନୀତି ନିୟମ କେଉଁଟାରେ ଠିକ୍ ହେଉଛି। ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁ ପୂଜା ହେଉଛି ଆଉ ପ୍ଲସ୍ ଠାକୁର କେଶବଚନ୍ଦ୍ରଙ୍କର ପୂଜା ଉଭୟ ଦେଖିପାରିବେ। ମୌନ ବଦନ ସନ୍ନ୍ୟାସ ବେଶ, ଭଗବାନ ସନ୍ନ୍ୟାସ ରୂପରେ ଆସିଥିବେ। ଓଡ଼ିଶା ଯେ ଭଗବାନଙ୍କର ଜନ୍ମସ୍ଥାନ, ଅନିଷ୍ଟ ଘଟିଲେ ପୁଣି ନୂଆ ହେବେ ଜନ୍ମ। ଭବିଷ୍ୟକଳ୍ପବାଣୀରେ ଲେଖିଲେ, ଯୋଗୀ ବେଶ ହୋଇ ବ୍ରହ୍ମାଣ୍ଡ ଗୋସାଇଁ ମର୍ତ୍ତ୍ୟକୁ ବିଜେ କରିବେ, ଜାଗିଥାଅ ବୋଲି ଭକତ ଜନଙ୍କୁ ମହାନିତ୍ୟ ଧାରା ଦେବେ। ଯୋଗିନୀ ମୁଖେ ତାଙ୍କୁ ଦେବି ଏହା କହୁଛି ସତ୍ୟ। ଯେଉଁମାନେ ଠାକୁର କେଶବଚନ୍ଦ୍ରଙ୍କୁ ମାନୁନାହାନ୍ତି କିନ୍ତୁ ଅପମାନ କରନ୍ତୁ ନାହିଁ, କାରଣ ନିଜେ ଠାକୁର ଏଠି ଲେଖିଛନ୍ତି ଯେଉଁମାନେ ଠାକୁରଙ୍କୁ ଅପମାନ କରିବେ ଯୋଗିନୀ ମୁଖେ ତାହାଙ୍କୁ ଦେବି ଏହା କହୁଛି ସତ୍ୟ। କଳିଯୁଗ ଶେଷ ଅଙ୍କରେ ମୁହିଁ ଜନମ ନେବି, ପିତା ଯଦୁ ମାତା ସୁକାନ୍ତି ତାଙ୍କ କୋଳରେ ଥିବି। ମାହାଙ୍ଗା ମହିମା ପୁରରେ ମୋର ଜନମ ହବ, ଗ୍ରାମ ନାମ ସେତ ବଗାର ମୋର ନାମ କେଶବ। କେଶବ ଯେ ମୋର ବାବାର ନାମ, ତିନି ତିନି ଖାଣ୍ଟି 16 ଅଣା, ମୋହର କଥା ଯେ ଭୁଲ ହୁଏ ନା। ଏଠେ ଠାକୁର ଅନୁକୂଳ ଚନ୍ଦ୍ର କହିଲେ ଯେ ମୋ ବାପା ହେଲେ କେଶବ। ଦେଖ ଦ୍ୱାପର ଯୁଗରେ ବି ପଣ୍ଡରକ ଭଗବାନ ଆସିଥିଲେ, ଭଗବାନ ବୋଲି କହୁଥିଲା ନିଜକୁ ପଣ୍ଡରକ ଭଗବାନ। ସେମିତି ଏ ଯୁଗରେ ବି ଯେତିକି ଭଣ୍ଡ ହେବାର ଥିଲା ସେମାନେ ନିଜେ ଇଚ୍ଛାରେ ଧରିନି, ଭଗବାନଙ୍କର ଇଚ୍ଛାରେ ସେମାନେ ଧରା ପଡ଼ିଲେ। ତାପରେ ଜୋର ଭାବରେ ପ୍ରଚାର ହେଲା ଆମ ଠାକୁରଙ୍କର ଯେଉଁ 10 ମସିହାରୁ 15 ମସିହା ଭିତରେ। ସେ ଭିତରେ କେହି ଜାଣିପାରିଲେନି କାରଣ ସେମାନେ ଆଗ ଧରା ପଡ଼ିଗଲେ। ଏମିତି ସବୁ ଖେଳାଲୀଳା କଲେ ଯେଉଁଥି କାରଣରୁ ଭଗବାନଙ୍କୁ ଚିହ୍ନି ପାରିଲେ ନାହିଁ କି ମାନିଲେ ନାହିଁ ଯେ ହଁ କେଶବ କିଏ ହେଇଥିବ, ଗୋଟେ ତୁଚ୍ଛ ମଣିଷଟା, ଆଉ କିଏ ଗୋଟେ ଠାକୁର କହୁଛନ୍ତି ଏମାନେ। ଯାହା ହେଇଗଲା, ପ୍ରମାଣ ସବୁ ଆପଣମାନଙ୍କୁ ଆମକୁ ଦେଇପାରିବୁ। ଆଗ ଯେମିତି ବିପିନ ଭାଇ ପ୍ରବଚନ ଦେଉଥିଲେ ଝାଡ଼ି ହେଇକି କଥା କହୁଥିଲେ ଠାକୁର ଥିଲାବେଳେ, ଏବେ କହିପାରୁନାହାନ୍ତି। କାରଣ ତାପରେ ଏବେ ବି ଅଛି କିନ୍ତୁ ଆମେ ଶାସ୍ତ୍ର ଦେଖିକି କହିଦେବୁ ଯେ ଠାକୁର କିଏ। ଠାକୁରଙ୍କର ଧାରା ନିଅନ୍ତୁ, ନୀତି ନିୟମରେ ରୁହନ୍ତୁ, କଳିର ଶେଷ ସମୟ ନାମ ଜପ କରିକି ଠାକୁରଙ୍କୁ ମାନିକି ମୁକ୍ତି ମୁଖ୍ୟ ନିର୍ବାଣ ହୁଅନ୍ତୁ, ଏତିକି ମୋର ଆଶା ରହିବ। ଜଗ ବନ୍ଧୁ ହେ ଗୋସାଇଁ, ତୁମ୍ଭ ଶ୍ରୀ ଚରଣ ବିନୁ ଆନଗତି ଆଉ ମୋର ନାହିଁ। ଜଗ ବନ୍ଧୁ ହେ ଗୋସାଇଁ। ସମସ୍ତ ଅପା ଭାଇମାନଙ୍କୁ ମୋର ଗୁରୁସ୍ୱାମୀ। ଆଶା କରିବି ସମସ୍ତେ ଆନନ୍ଦରେ, ଭଲରେ, ଖୁସିରେ ଥିବେ। ଆମର ଜଗନ୍ନାଥ ସଂସ୍କୃତିରେ ଆମ ଓଡ଼ିଶାବାସୀ ଯାହା ଯାହା ପ୍ରଭୁଙ୍କ ସମ୍ପର୍କରେ ଜାଣିଛନ୍ତି ସେସବୁ ତ ଅଲଗା ରାଜ୍ୟର ଲୋକମାନେ ଜାଣିନଥିବେ, କିନ୍ତୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଯେଉଁମାନଙ୍କର ସୋସିଆଲ ମିଡ଼ିଆ ଚ୍ୟାନେଲ ପ୍ଲାଟଫର୍ମ ଅଛି ସେମାନେ ବିଭିନ୍ନ କଥା ପଡ଼କାଷ୍ଟ ମାଧ୍ୟମରେ ବି ବନାନ୍ତି ଆଉ ବିଭିନ୍ନ କଥା କୁହନ୍ତି। କିନ୍ତୁ ଆମେ ଓଡ଼ିଶାବାସୀ ଆମମାନଙ୍କର ଠାକୁରଙ୍କର ଶ୍ରୀ ଜଗନ୍ନାଥଙ୍କର କଥା କହିବା ପାଇଁ ଆମ ମନରେ ସଂକୋଚ ଲାଗିବାର କାରଣ ହେଉଛି ତ ଲୋକ ଭାବୁଛନ୍ତି ଯଦି ମୁଁ ଠାକୁରଙ୍କ କଥା କହିବି ତେବେ ଲୋକମାନେ କ'ଣ ଭାବିବେ, କହିବେ ବେଶୀ ଜ୍ଞାନୀ ହେଇକି ଦେଖେଇ ହେଉଛି, ସେତି କାରଣରୁ ଏଗୁଡ଼ା ବନଉଛି। ବାସ୍ତବରେ ତା ପାଖରେ ଜ୍ଞାନ ନାହିଁ, ଏଇଭଳି ପରିହାସ କରିବେ ଆଉ ଭାବୁଛନ୍ତି ବିଭିନ୍ନ ପ୍ରକାର କମେଣ୍ଟ ଦେବେ ଯେଉଁଗୁଡ଼ା କି ଦେଖିଲେ ଭଲ ଲାଗିବନି। ଏସବୁ କଥା ଭାବିକି କେହି ସେସବୁ ବିଷୟରେ ଠାକୁରଙ୍କ କଥା କୁହନ୍ତିନି। କିନ୍ତୁ ଆମର ଓଡ଼ିଶାବାସୀ ଯେତିକି ଜଗନ୍ନାଥ ସଂସ୍କୃତିର କଥା ଜାଣନ୍ତି ବାହାର ଷ୍ଟେଟ୍ର ଲୋକମାନେ ଜାଣନ୍ତିନି, କିନ୍ତୁ ସେମାନେ ଯେତିକି ଜାଣନ୍ତି ସେସବୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସେମାନେ ଅପଲୋଡ଼ କରିକି ଛାଡ଼ି ଦିଅନ୍ତି। ଆମେ ଦେଖୁ, ଲାଇକ୍ ସେୟାର କରୁ ଆଉ ଫଲୋ ମଧ୍ୟ କରୁ, ଆମକୁ ଦେଖିଲେ ଖୁସି ମଧ୍ୟ ଲାଗେ। କିନ୍ତୁ ଆମେମାନେ ସାହସ କରିକି ନିଜ ପ୍ରଭୁଙ୍କ ସମ୍ପର୍କରେ କହିପାରୁ ନାହୁଁ। ସେଇଭଳି ଆଜିର ପରିସ୍ଥିତି ମଧ୍ୟ ସେଇଆ। ଆମର ଠାକୁର ଗୁରୁସ୍ୱାମୀଙ୍କ ସମ୍ପର୍କରେ ଆଶ୍ରମବାସୀର ଗୋପବାସୀମାନେ, ଠାକୁର ତ ସେମାନଙ୍କୁ ଆଖ୍ୟା ଦେଇଛନ୍ତି ସେମାନେ ଗୋପପୁରର ଭାଇମାନେ, ଭାଇ ଅପାମାନେ ସମସ୍ତେ। ତ
ତ ସେମାନେ ଠାକୁରଙ୍କ ସମ୍ପର୍କରେ ଅଧିକା କଥା ଜାଣନ୍ତି। ଆମେମାନେ ତ କିଛି ନାହିଁ, ଆମେ ତୁଚ୍ଛ ମନୁଷ୍ୟ। ସେମାନେ ଜାଣନ୍ତି କିନ୍ତୁ ସେମାନେ କେବେ ପ୍ରକାଶ କରନ୍ତି ନାହିଁ ସବୁ କଥା। ଗୁପ୍ତରେ ସମସ୍ତେ ଅଛନ୍ତି। ସେମାନଙ୍କର ମନରେ ବି ଗୋଟେ ରହିଯାଇଛି ଯେ କାଳେ ଏଇସବୁ କଥା କହିଲେ ଅଧିକା ଭକ୍ତଗିରି ଦେଖେଉଛି ବା ଅଧିକା ଭକ୍ତି ଅଛି ମୋ ପାଖରେ ବୋଲି ଏସବୁ ବି ଭାବିଥାଇ ପାରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତେ ଚାହାନ୍ତି ଯେ ଠାକୁର କେଶବଚନ୍ଦ୍ରଙ୍କର ଆଲୋଚନା, ଠାକୁର କେଶବଚନ୍ଦ୍ରଙ୍କ ସମ୍ପର୍କରେ ବିଭିନ୍ନ ସମସ୍ତଙ୍କର ପ୍ରାୟ ଚ୍ୟାନେଲ ମାନଙ୍କରେ ବନେଇବାକୁ ସମସ୍ତେ ଚାହାନ୍ତି। କିନ୍ତୁ ସେ ଭାଇ ବନ୍ଧୁମାନେ ଆମର କାଳେ କିଏ କହିବ ଏସବୁ ମୁଁ କଥା କହିବି, ସେଥିପାଇଁ ବୋଲି ନିଜର କଥା ସେମାନେ ଗୁପ୍ତରେ ରଖିଦିଅନ୍ତି। କିନ୍ତୁ ଭାଇ ଏସବୁ କଥା ଯଦି ଆମେମାନେ କହିବା ନାହିଁ, ନିଜର କେମିତି ଘଟିଥିଲା, ପ୍ରଭୁଙ୍କ ସହିତ କ'ଣ ଲୀଳା ହେଇଥିଲା, ତେବେ ବି ତ ଆମର ଓଡ଼ିଶାବାସୀ କେମିତି ଜାଣିବେ? ତେଣୁକରି ବିପିନ ଭାଇ ବି ତ ଆମର ବହୁତ ପ୍ରକାର ପ୍ରବଚନ ପ୍ରାୟତଃ ଦେଖୁଛନ୍ତି ସୋସିଆଲ ମିଡ଼ିଆ ମାଧ୍ୟମରେ। ଯଜ୍ଞ କଥା, ପ୍ରବଚନ କଥା, ଯେତିକି ସବୁ ଆମର ଅଛନ୍ତି ପ୍ରବକ୍ତା ମାନେ ଦଉଛନ୍ତି, କୁନି ପ୍ରବଚକ, ସୁନୀଲ ବାବା, ଆମର ଭାଇ ବିପିନ ଭାଇ, ସମସ୍ତେ ତ ଦଉଛନ୍ତି, ସମସ୍ତେ ଶୁଣୁଛନ୍ତି। କିନ୍ତୁ କାମରେ ବା କେତେ ଜଣ ଲଗାଉଛନ୍ତି? ସମସ୍ତେ ତ କାମରେ ଲଗେଇ ପାରିବେନି। କିନ୍ତୁ ହେଲେ ବି ଆମ ଅପା ଭାଇମାନଙ୍କର ଭକ୍ତିପଣଟାକୁ ବଢ଼େଇବା ପାଇଁ ଯାହା ସହିତ ଯାହା ଘଟଣା ଘଟିଥିଲା ଆଉ ଭକ୍ତିରେ ପ୍ରଭୁ ତାଙ୍କ ଲୀଳା ହେଇଥିଲା, ସେସବୁ କଥାକୁ ଆଶା କରିବି ସେଗୁଡ଼ା ସମସ୍ତେ ପ୍ରକାଶ କରନ୍ତୁ ସୋସିଆଲ ମିଡ଼ିଆ ମାଧ୍ୟମରେ। ଆଉ ଜାଣିଲେ କ'ଣ ହେବ ନା, ସମସ୍ତେ ଆଉ ତାପରେ ଏବେ ବି ବର୍ତ୍ତମାନ ସନାତନ ଧର୍ମର ସମୟ, ପ୍ରତିଷ୍ଠାର ସମୟ। ଆଉ ଆମେମାନେ ତ କେବଳ ତୁଚ୍ଛ ମାତ୍ର। ଯେ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ଥିବ ସେ ପର୍ଯ୍ୟନ୍ତ କେବଳ କିଛି କିଛି ଭିଡ଼ିଓ ମାଧ୍ୟମରେ ଦେଖିକି, ଯେତିକି ଭାଇ ବି ଆମର ଚ୍ୟାନେଲ ସବୁ ଅଛି, ସ୍ୱର୍ଣ୍ଣକ୍ଷେତ୍ର ଟିଭି, ତାପରେ MKJ ସ୍ପିରିଚୁଆଲ ଚ୍ୟାନେଲ, ବିଭିନ୍ନ ଆହୁରି ଅଛି, ସେମାନେ ସବୁ ଦେଖାଉଛନ୍ତି। କିନ୍ତୁ ସେଇ ପର୍ଯ୍ୟନ୍ତ ଦେଖିପାରିବେ ଯେ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ଥିବ। ଆଉ ମାଳିକା ଅନୁସାରେ ସୋସିଆଲ ମିଡ଼ିଆ ବି ବହୁତ କମ୍ ଦିନ ପାଇଁ ଆଉ ରହିଲା। ଇଣ୍ଟରନେଟ୍ ତ ବନ୍ଦ ବି ହେବାର ଅଛି। ତେଣୁକରି ଆମର ଅପା ଭାଇମାନଙ୍କର ସମସ୍ତଙ୍କର ଇଚ୍ଛା ଯେ ଲୀଳା ଶୁଣିବା ପାଇଁ, ସମସ୍ତେ ଲୀଳା ଶୁଣିବାକୁ ଚାହାନ୍ତି। ତ ଯାହା ପାଖରେ ଯାହା ଲୀଳା ଅଛି ଦୟାକରି ପ୍ରକାଶ ସମସ୍ତେ କଲେ ଭଲ ହୁଅନ୍ତା। ଆଉ ସେଇ କଥା, ତେବେ ଆସନ୍ତୁ ଆଜି ମୁଁ ସେଇ ଆମର ଓଡ଼ିଶାବାସୀର ଯେତିକି ସବୁ ଅଛନ୍ତି ସବୁ ଲୋକ ପ୍ରାୟ ଆମେ ତ କହୁ, ଯେତେବେଳେ ଆମର ଯେତେ ସବୁ ବିଭିନ୍ନ ଭଣ୍ଡାମୀ ବାବା ସବୁ ଧରା ପଡ଼ିଗଲେ, ତାପରେ ଆଉ ଠାକୁରଙ୍କ କଥା ଆମେ କହିଲା ପରେ ସମସ୍ତେ ତୁଚ୍ଛ ମଣିକି ଠାକୁରଙ୍କ କଥା ବିଶ୍ୱାସ କଲେ ନାହିଁ। ଚଳିବ, ନ କଲେ ନାହିଁ, କିଛି ଅସୁବିଧା ନାହିଁ। କିନ୍ତୁ ମାଳିକା ଅନୁସାରେ ଯାହା ଯାହା ଲେଖାଯାଇଛି ସେଇଗୁଡ଼ା କଥା, କେତେଟା ମାଳିକା ସମ୍ପର୍କରେ ଆପଣଙ୍କୁ କହୁଛି, କେଉଁ ମାଳିକାରେ କ'ଣ କ'ଣ ଲେଖା ହେଇଛି ସେଗୁଡ଼ା ଆପଣମାନେ ଶୁଣନ୍ତୁ। କ'ଣ କ'ଣ ଲେଖା ହେଇଛି ଆପଣମାନେ ରିସର୍ଚ୍ଚ ବି କରିପାରିବେ। ତ ଚାଲନ୍ତୁ ଆମେ ବର୍ତ୍ତମାନ ସେ ସମ୍ପର୍କରେ ମୁଁ କହୁଛି କେଉଁ ମାଳିକାରେ କ'ଣ ଲେଖା ହେଇଛି। ଅଚ୍ୟୁତାନନ୍ଦ 14 ଡିବିଡିବି ମାଳିକାରେ ଯାହା ବର୍ଣ୍ଣନା କଲେ ସେଇଟା ମୁଁ ପଢ଼ିକି ଶୁଣାଉଛି ଆପଣଙ୍କୁ, ଶୁଣନ୍ତୁ। ଭଗବାନ କେଉଁ ଜାଗାରେ ଜନ୍ମଗ୍ରହଣ କରିଥିବେ ବା କେଉଁ ଜାଗାରେ ଆବିର୍ଭାବ ହୋଇଥିବେ ସେଇଟା ସେ ମାଳିକାରେ ଲେଖିଲେ। ମୁହୂର୍ତ୍ତ ମହୁରା ଗ୍ରାମରେ ଆମ୍ଭେ ଜନମ ହେବୁ, ମୁହୂର୍ତ୍ତ ମହୁରା ଗ୍ରାମରେ ଆମ୍ଭେ ଜନମ ହେବୁ, ଅଛବ କୂଳରେ ବଢ଼ିଣ କଳି ଖେଳ କରିବୁ। ଆମ୍ଭ ନାମ ହେବ କେଶବ, ନେତ୍ରେ ଦେଖିବୁ ତୁହି, ଉତ୍ତରେ ଗଙ୍ଗା ଯମୁନା ସରସ୍ୱତୀ ଥିବ ରହି। ଜରିଆ ବଲିଣ ତା ନାମ ମନ ମଧ୍ୟରେ ରଖ, ପୂର୍ବରେ ମହାତ୍ମା ବିଦୁର ଗାଦି ଥିବ ପ୍ରତ୍ୟକ୍ଷ। ପଶ୍ଚିମରେ ଶୁକ୍ଳେଶ୍ୱର ଓ ଲିଙ୍ଗ ଅଛଇ ରାମ, ଦକ୍ଷିଣରେ ଭଦ୍ରେଶ୍ୱର ଯେ ଅଛି ପବିତ୍ର ଧାମ। ତେବେ ତାଙ୍କର ଡାଇଗ୍ରାମ ଦେଇଦେଲେ
ଯେ ଭଗବାନ କେଉଁ ଜାଗାରେ ରହିବେ, ତାଙ୍କର କେଉଁ ଦିଗରେ କେଉଁ ନଦୀ ବହିଥିବ, କେଉଁ ଗାଁରେ ଏମିତି ହେଇଥିବ ସବୁ ଦେଇଛନ୍ତି। କିନ୍ତୁ ଏବେ କ'ଣ ହେଉଛି ନା, ଯେହେତୁ ପ୍ରେମାନନ୍ଦ ବାବା ସତ୍ୟ ସନାତନ ଧର୍ମ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ବର୍ତ୍ତମାନ ଗ୍ରହଣ କରୁଛନ୍ତି, କାରଣ ସମସ୍ତେ ତାଙ୍କ ଲାଗି ବୋଲି ସତ ବାଟକୁ ସବୁ ପଳେଇ ଆସୁଛନ୍ତି। ମନରେ ତାଙ୍କ ବିଷୟରେ ମାଳିକାରେ ଲେଖା ହେଇଛି, ସେ ବିବାହ କରିନଥିବେ, ତାଙ୍କର ନାଁ ପ୍ରେମାନନ୍ଦ ହେଇଥିବ। ମନରେ ସମସ୍ତଙ୍କର ଗୋଟେ ଭ୍ରାନ୍ତି ଧାରଣା ଅଛି ଯେ ପ୍ରେମାନନ୍ଦ ବାବା ହିଁ ଶ୍ରୀକୃଷ୍ଣ, ମାନେ ସେଇ ଭଗବାନ ବୋଲି। କିନ୍ତୁ ଏହା ନୁହେଁ, ସିଏ ଭଗବାନଙ୍କର ପାରିଷଦ, ଆମର ସତ୍ୟ ସନାତନ ଧର୍ମ ପ୍ରତିଷ୍ଠା କରିବାର ମେନ୍ ଭୂମିକା ରୋଲ୍ ନେବେ। ସିଏ ବି ସେମିତି ଜଣେ ଭଗବାନ ହେଇଥିବେ, କିନ୍ତୁ ପରମ ବ୍ରହ୍ମ ନାହିଁ। ତେବେ ନେକ୍ସଟ ମାଳିକା ପୁସ୍ତକଟିର ନାମ ହେଲା ଉଦ୍ଧବ ଚଉତିଶା। ଉଦ୍ଧବ ଚଉତିଶାରେ ଅଚ୍ୟୁତାନନ୍ଦ ଲେଖିଲେ, ସମ୍ବଳ ନଗରରେ ହରିଜନ ଘରେ ଲୀଳା କରୁଥିବେ ହରି, ନାମ ହୋଇଥିବ କେଶବ ସୁନ୍ଦର, ଜଗତେ ପଡ଼ିବ ହୁରି। ବ୍ରହ୍ମା ଗାୟତ୍ରୀ ଯହିଁରେ ପାବଚ୍ଛ, ବେଦ ରହିଅଛି ଦୁଆରେ, ହରି ରାମକୃଷ୍ଣ ଆଲଟ କରନ୍ତି, କି ଉପମା ଦେବି ତାରେ। ଇଏ ଗଲା ମାଳିକା ପୁସ୍ତକର ନାମ ହେଲା ଉଦ୍ଧବ ଚଉତିଶା। ସମ୍ବଳ ନଗର, ହରିଜନ ଘରେ। ଏବେ ହରିଜନ ଫିଲ୍ମ ଗୋଟେ ରିଲିଜ ହେଇଥିଲା, ହରିଜନ ମାନଙ୍କୁ ଅଛୁଆଁ ଜାତି ବୋଲି କୁହନ୍ତି, କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମ୍ବଳ ନଗରରେ ଯଦି ଓଡ଼ିଶାବାସୀ ଅଚ୍ୟୁତାନନ୍ଦଙ୍କର କଥାକୁ ମାନନ୍ତି, ତାଙ୍କୁ ପୂଜା କରନ୍ତି, ତେବେ ଯେଉଁ ବି ଜାତି ହଉ ବା ଯାହା ଜାତି ତ କିଛି ସଂସାରରେ ନାହିଁ, 4ଟା ବର୍ଣ୍ଣ, କିନ୍ତୁ ଆପଣମାନେ ଯେଉଁ ଜ୍ଞାତ ଧାରଣାରେ ଅଛନ୍ତି ଯେ ହରିଜନ ନୀଚ ଜାତି, ଏସବୁ ମନରୁ ହଟେଇ ଦିଅନ୍ତୁ। ହରିଜନରେ ପ୍ରଭୁ, ହରିଜନ କୂଳରେ ପ୍ରଭୁ ଆସିବେ, ଏକଥା ଲେଖାଯାଇଛି। ସମ୍ବଳ ନଗରରେ ହରିଜନ ଘରେ ଲୀଳା କରୁଥିବେ ହରି, ନାମ ହୋଇଥିବ କେଶବ ସୁନ୍ଦର, ଜଗତେ ପଡ଼ିବ ହୁରି। ଆଉ ସେ ଯେଉଁ ପ୍ରଭୁ ଆସିଥିବେ, ତାଙ୍କୁ ବ୍ରହ୍ମା ଗାୟତ୍ରୀ ଯହିଁରେ ପାବଚ୍ଛ, ବେଦ ରହିଛି ଦୁଆରେ, ରାମ ହରିକୃଷ୍ଣ ଆଲଟ କରନ୍ତି, କି ଉପମା ଦେବି ତାରେ। ଆମେ ଯେମିତି ଆଲଟ ଚାମର ପକାଉ ଭଗବାନଙ୍କ ପାଖରେ, ରାମଚନ୍ଦ୍ର, ପ୍ରଭୁ ଶ୍ରୀହରି, କୃଷ୍ଣଚନ୍ଦ୍ର ବି ସେମାନଙ୍କୁ ଆଲଟ କରନ୍ତି, ମାନେ ଆଲଟ ଦିଅନ୍ତି। ଆମେ ଭାବନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ କେତେ ଉଚ୍ଚତମ, ତାଙ୍କର 16 କଳା ବିଶିଷ୍ଟ, ସେ କେତେ, ତାଙ୍କ ତ ବର୍ଣ୍ଣନା ମୁଁ କରିପାରିବିନି, କିନ୍ତୁ ବହୁତ ଉଚ୍ଚରେ, ତାଙ୍କଠାରୁ ରାମକୃଷ୍ଣ ସମସ୍ତେ କ୍ଷରିତ ହୋଇକି ଆସିଛନ୍ତି। ତେବେ ଏଗୁଡ଼ା ଲେଖିଛନ୍ତି ଉଦ୍ଧବ ଚଉତିଶାରେ। ପଞ୍ଚସଖା ଭବିଷ୍ୟବାଣୀରେ ଲେଖିଲେ, ଚତୁଃପାର୍ଶ୍ୱେ ଅଷ୍ଟଗିରି ରହିଣ ଯେ ଥିବ, ଜାଣ କଳାଗିରି ମୋର ଜନ୍ମଭୂମି ହେବ, କେଶବ ଯେ ନାମ ଜାଣ ହୋଇବ ମୋହର, କଳାଗିରି ଗୁପ୍ତଧାମ ମାହାଙ୍ଗା ଯେ ପୁର। ଯାଜନଗର ଯଦୁଘରେ ଜନମ ହୋଇବି, ବ୍ରାହ୍ମଣ କୂଳରେ ମୁହିଁ ଲୀଳା କରୁଥିବି, ହରିଜନେ ଜନମିବି ଜାତି ହେବ ପାଣ, ଏକଥା ଯେ ଗୁପ୍ତରେ ରହିଥିବ ଜାଣ। ମାନେ ଭଗବାନ ପାଣ କୂଳରେ ଆସିବେ। ଆପଣମାନେ କ'ଣ ହରିଜନ ମାନଙ୍କୁ ସବୁ ନୀଚ ଭାବୁଛନ୍ତି, କିନ୍ତୁ ପାଣ ହିଁ ଶ୍ରେଷ୍ଠ ଜାତି, କାରଣ ଭଗବାନ, ୟା ପରେ ଅଛି ଆଉ ସବୁ ଟପିକ୍ ମୁଁ କହିବି କେମିତି। ତାପରେ ଶିବକଳ୍ପ ମାଳିକା ଅଚ୍ୟୁତାନନ୍ଦ। 4 ବର୍ଣ୍ଣ ମଧ୍ୟେ ମୋର ଟେକ ଥିବ ଭବରଙ୍ଗେ ଉଡ଼ି ବାନା, ଗୁରୁବାର ପରେ ଜନ୍ମ ହୋଇବି ଭକ୍ତ ହିତେ ଶୁଣୁ କିନା। ବର୍ଣ୍ଣଟିକା ଯଶୋବନ୍ତ ଦାସଙ୍କର। ରାମ ଗୋବିନ୍ଦ କହୁଅଛି ଶୁଣ, ଯୋଗମାନଙ୍କର ବର୍ଣ୍ଣ ବିଧାନ, ସତ୍ୟ ଯୁଗ ଯେ ବ୍ରାହ୍ମଣ ଅଟଇ, କ୍ଷତ୍ରିୟ ତୃତୀୟା ଯୁଗକୁ କହି, ଦ୍ୱାପର ଯୁଗ ଯେ ବୈଶ୍ୟ ବର୍ଣ୍ଣଟି, ଶୂଦ୍ର ଅଟଇ କଳିଯୁଗ ଗଟି। କଳିଯୁଗରେ ଶୂଦ୍ର ମାନିବାକୁ ଆପଣମାନେ ବାଧ୍ୟ ହେବେ, କାରଣ ଅଚ୍ୟୁତାନନ୍ଦ ଲେଖିଛନ୍ତି। ଯଦି ଆପଣମାନେ ଅଚ୍ୟୁତାନନ୍ଦକୁ ମାନୁନାହାନ୍ତି, ତେବେ ତ ହରିଜନ କୂଳରେ ଭଗବାନ ପାଣ ଜାତିରେ ଆସିଲେ ସେଇଟାକୁ ଆପଣମାନେ ଇଏ କରିବେ, କିନ୍ତୁ ଅଚ୍ୟୁତାନନ୍ଦଙ୍କୁ ମାନୁଛନ୍ତି ମାନେ ଆପଣମାନେ କଥା ବି କାଟିପାରିବେ ନାହିଁ। ତାପରେ କମଳପୁରେ କମଳ ଲୋଚନ, କିଙ୍କଟ ନଗରରେ ହେବୁ ଜନ୍ମ। ଭଗବାନ କେଉଁ ଜାଗାରେ ଆସିବେ? କିଙ୍କଟ ନଗରରେ। କିଙ୍କଟ ନାଁଟା ଦ୍ୱାପର ଯୁଗର ନାଁ, ପୂର୍ବ ଯୁଗର ନାଁ। ଆଉ ବର୍ତ୍ତମାନର ନାଁ ହେଉଛି କଟକ ଅମରାବତୀ ଯେ ସ୍ଥାନ,
କରେ ଦେଖିବୁ ଉଦୟ ବ୍ରହ୍ମ, ଏକ ବଟ ଚାରି ନାମ ଜାଣି ପୁରୁଷୋତ୍ତମ ଯେ କ୍ଷେତ୍ର ହୋଇବ। ବିଶ୍ୱନାଥ ଯେ ଅମରେଶ୍ୱର ହିଁ କାଶୀନଗ୍ରଟି କନକକୁ କହି, କର ନିୟମ କଳଙ୍କି ଦେବ, କଳାଗିରିଠାରେ ଶୂଦ୍ର କେଶବ। କଳଙ୍କି ମାନେ ଆପଣମାନେ ଯେଉଁ ଭାବୁଛନ୍ତି କଳଙ୍କି ଭଗବାନ ଆସିବେ, କେଶବ ଠାକୁର ନିଜେ କଳଙ୍କି ଭଗବାନ, ସେ କଳଙ୍କକୁ ପୋଛିଦେବେ। କର ଯୋଡ଼ିଣ ଉଦ୍ଧବ କହଇ, କହ ଆନ କିମ୍ପା ମତେ ବୁଝାଇ, ବ୍ରାହ୍ମଣ ଘରେ ହଇବାକୁ ଜାତ, ଆଜ୍ଞା ଅବଜ୍ଞା କି ହଇବ ନାଥ। ପୁଣି ଶୂଦ୍ର ଘରେ ଜନ୍ମିବ କୁହ, ମାୟା କରି ମତେ ଭୁଲାଇ ଦିଅ, ମୋହର ନାଭି କମଳରୁ ଜାଣ, ପଦ୍ମନାଡ଼ ଏ କ୍ଷରିଲା ପୁଣ। ଚତୁର୍ମୁଖ ବ୍ରହ୍ମା ହଇଲେ ଜାତ, ଚାରି ବେଦରୁ ଏ ପାଇଲେ ଅନ୍ତ। ଧବଳ ମୂର୍ତ୍ତି ଧ୍ୟାନରେ ରହିଲେ, ଶ୍ରୀବଳ ଦେବଟି ଦୀକ୍ଷା ବହିଲେ। ଏହାପରେ ମହାଭବିଷ୍ୟ କଳ୍ପ ଜାଇଫୁଲ ମାଳିକାରେ ଅଚ୍ୟୁତାନନ୍ଦ ଲେଖିଲେ ଯେ ଆମର ଦିବ୍ୟସିଂହ ରାଜା ସାଙ୍ଗରେ କ'ଣ ଲୀଳା ଘଟିବ ସେ କଥା ଲେଖିଛନ୍ତି। ପୁରା ଟିକିନିକି ଦେଖି ଦେଇଛନ୍ତି, ସବୁ କଥା ପ୍ରମାଣ ଅଛି, କିନ୍ତୁ ମୁଁ କମ୍ ମାତ୍ରାରେ କହୁଛି। ଦିବ୍ୟସିଂହ ଦେବ ରାଜା 17 ଅଙ୍କରେ ସାଜିଣ ସଜା, ବିଜେ ଜଗନ୍ନାଥ ରାଜା ତାଙ୍କର ସୃଷ୍ଟିର ସ୍ଥିତି, ବିଭିନ୍ନ ଭାଷାରେ କଲେ ଉଶ୍ୱାସୀ, ଗଜପତି ଦେବ ଆସି। 542 ଲିପି ନେବି ମୁହିଁ କରି ଶପଥ, 210 ଗୁଣ 5 ଶଲ୍ୟକୁ ସାଧନା ଗୋପ୍ୟ, ନାମ ହୋଇଅଛି ସେ ସାଲିପୁର, ରଜିଆ ଭକତ ସ୍ଥିର। ରଜିଆ ଭକତ ଜଣେ ଅଛନ୍ତି, ତାଙ୍କ ଦ୍ୱାରା ସେ ଭାଷାକୁ ନେଇଥିଲେ, ଗଜପତି ରାଜାଙ୍କୁ ଦେଇଥିଲେ ସେ ନେଇକି। ସବୁ କଥା ଲେଖା ହେଇଛି ଭାଇ, ଆପଣମାନେ ଜାଣିନାହାନ୍ତି ବୋଲି ଏପଟେ ସେପଟେ ସବୁ କନଫ୍ୟୁଜ୍ ହେଉଛନ୍ତି। ତାପରେ ଶୁଣନ୍ତୁ ବଗାର ସାହିର ପ୍ରମାଣ କେମିତି ଲେଖା ହେଇଛି। ଅଚ୍ୟୁତାନନ୍ଦ କୋଉଠି ଲେଖିଲେ ଏଟା? 13 ଜନ୍ମ ଶରଣ ମାଳିକାରେ ଲେଖିଲେ, ଯେ କାଳେ ଅନନ୍ତ ଗୋପାଳଙ୍କ ଲୀଳା ମର୍ତ୍ତ୍ୟପୁରେ ପ୍ରସରିବ, ଅନନ୍ତ ଭକତ ଧରି ଖେଳୁଥିବେ, ବ ଅକ୍ଷର ଗ୍ରାମ ଧ୍ରୁବ, ସତ୍ୟରେ ଅନନ୍ତ ପଞ୍ଚାକ୍ଷର ସ୍ଥିତି, ଗ୍ରାମ ନାମ ମୋର ଧ୍ରୁବ, ଜାଣିବୁ ତୁ ରାମ ଆସି ପହଞ୍ଚିଲେ, ଦେଖିବୁ କଳକି ଦେବ। ତାପରେ ସାରଳା ମଣ୍ଡଳ ଗୁପ୍ତ ଗୀତାରେ ଅଚ୍ୟୁତାନନ୍ଦ ଲେଖିଲେ, କଳିଯୁଗ ଶେଷ ଅଙ୍କରେ ମୁହିଁ ଜନମ ନେବି, ପିତା ଯଦୁ ମାତା ସୁକାନ୍ତି ତାଙ୍କ କୋଳରେ ଥିବି, ମାହାଙ୍ଗା ମହିମା ପୁରରେ ମୋର ଜନମ ହବ, ଗ୍ରାମ ନାମ ସେତ ବଗାର, ମୋର ନାମ କେଶବ। ବୈରାଗୀ ମାନଙ୍କ ଆଶ୍ରମ ଯେଣୁ ବଗାର ଗ୍ରାମ, ବହୁ ସାଧୁ ସନ୍ଥ ଆସିଣ ସେଠି କରିବେ ଧାମ, ଲଳିତଗିରିର ପାର୍ଶ୍ୱରେ ଅଟେ ସେ ପୁଣ୍ୟ କ୍ଷେତ୍ର, ଏକ ଏକାକାର କରିବ ସେଇ ମିଶାଇ ଗୋତ୍ର। କାରଣ ଗୋତ୍ର ମାନେ ଭଗବାନ ପାଣ ହେଇକିନା ବି ସବୁ କାଷ୍ଟ ଲୋକମାନେ ଯାଇଛନ୍ତି, ସମସ୍ତେ ଧାରା ବି ନେଇଛନ୍ତି, ସବୁ ଜାତି ଗୋତ୍ର ଏକାଡ଼େ ମିଶାଇ ଦେଇ ସାରିଛନ୍ତି ଭଗବାନ। କାରଣ ଏ ଯୁଗରେ ଆମର ଠାକୁରଙ୍କର ପୂଜା ଯେମିତି ହେଉଛି, ଜଗନ୍ନାଥ ମୁଁ କହିବି କ୍ଷମା ମାଗିବି, କିନ୍ତୁ ଠାକୁରଙ୍କର ପୂଜା ବିଧାନ ଯାହା ଦେଇଛନ୍ତି, ଜଗନ୍ନାଥ ଯାହା ଆଗରୁ ଦେଇଥିଲେ, ସେସବୁ ପୂଜା ବିଧାନ ଆପଣମାନେ ଆଶ୍ରମର ପୂଜା ବିଧାନ ସାଙ୍ଗରେ ମାନେ ତୁଳନା କରି ଦେଖିବେ, ପୂଜାର ନୀତି ନିୟମ କୋଉଟାରେ ଠିକ୍ ହେଉଛି। ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁ ପୂଜା ହେଉଛି ଆଉ ପ୍ଲସ୍ ଠାକୁର କେଶବ ଚନ୍ଦ୍ରଙ୍କର ପୂଜା ଉଭୟ ଦେଖିପାରିବେ। ଏକ ଏକାକାର କରିବ ସେ ଯେ ମିଶାଇ ଗୋତ୍ର, ପୂର୍ବ ଦିଗେ ଘର ହୋଇଣ ଥିବ ବକ୍ରଳି ଗଛ, ସତ୍ୟ ମୋର ଏହି ବଚନ ବାବୁ ନମଣ ମିଛ, ଉତ୍ତରେ ଜରିଆ ବହୁଛି ବାବୁ ଗୁପ୍ତ ଭାବରେ, ସିଦ୍ଧ ଜନ୍ମ ନେଇ ଦେଖିବୁ ମୁହିଁ ଅଛି ସେଠାରେ। ଭଗବାନ ଏଟା କହିଛନ୍ତି ଅଚ୍ୟୁତାନନ୍ଦଙ୍କୁ, ସେ ସେଇ ଅନୁସାରେ ଲେଖିଛନ୍ତି। ତାପରେ ନୀଳାଚଳ ଜଗନ୍ନାଥ ସ୍ୱର୍ଣ୍ଣକ୍ଷେତ୍ର ଗୁରୁ, ଲୀଳା ରଟନ୍ତି ଗୁପ୍ତରେ ବରଜିଣ ଦାରୁ, ନନ୍ଦପୁତ୍ର ପିତା ହେଲେ ଯଦୁନାଥ, ସୁକାନ୍ତି କୋଳରେ ଯଶୋଦାଙ୍କ ସୁତ,
ଯମୁନାକୁ ଭୁଲି ଜରିଆ କୂଳରେ ଗୋପ ବାଳି ତେଜି ଅଛବ ମେଳରେ ଶ୍ୟାମା ଶ୍ୟାମ ଅଙ୍ଗ ହେ ଶ୍ୟାମଳ ରଙ୍ଗ ଶ୍ରୀପଦ ବନ୍ଦନା କରୁ କଳିର କଳଙ୍କ ଦେବା ପାଇଁ ଧୋଇ। ଏଇଟା ଗୋଟେ ଗଲା। ତାପରେ 14 ଡିବିଡିବିର ଲେଖା ହେଇଛି 14 ଡିବିଡିବି ମାଳିକାରେ ମୁହୂର୍ତ୍ତ ମହୁରା ଗ୍ରାମରେ ଆମ୍ଭେ ଜନମ ହବୁ। ମହୁରା ଗାଁରେ ଅଛବ କୂଳରେ ବଢିଣ କଳି ଖେଳ ଖେଳିବୁ। ଆମ୍ଭ ନାମ ହେବ କେଶବ ନେତ୍ରେ ଦେଖିବୁ ତୁହି। ଉତ୍ତରେ ସରସ୍ୱତୀ ଗଙ୍ଗା ଯମୁନା ଥିବ ତହିଁ। ଜରିଆ ବୋଲିଣ ତା ନାମ ମନ ମଧ୍ୟରେ ରଖ। ପୂର୍ବେ ମହାତ୍ମା ବିଦୁରଙ୍କ ଗାଦି ଥିବ ପ୍ରତ୍ୟକ୍ଷ। ପଶ୍ଚିମେ ଶୁକ୍ଳେଶ୍ୱର ହୋ ଲିଙ୍ଗ ଅଛଇ ରାମ। ଦକ୍ଷିଣେ ଭଦ୍ରେଶ୍ୱର ଅଛନ୍ତି ଅତି ପବିତ୍ର ଧାମ। ଠାକୁର ବୋଲିଣ ଆମ୍ଭଙ୍କୁ ମ୍ଲେଚ୍ଛ କରିବେ ହାସ୍ୟ। ଯେଉଁମାନେ ଠାକୁରଙ୍କୁ ଜାଣିନାହାନ୍ତି ସେମାନେ ସଦାବେଳେ ପରିହାସ କରିବେ। ଲେଖା ହେଇଛି ଯଗ୍ନି ମୁଖେ ତାଙ୍କୁ ଦେବି ଏହା କହୁଛି ସତ୍ୟ। ଯେଉଁମାନେ ଠାକୁର କେଶବଚନ୍ଦ୍ରଙ୍କୁ ମାନୁନାହାନ୍ତି କିନ୍ତୁ ଅପମାନ କରନ୍ତୁ ନାହିଁ, କାରଣ ନିଜେ ଠାକୁର ଏଠି ଲେଖିଛନ୍ତି ଯେଉଁମାନେ ଠାକୁରଙ୍କୁ ଅପମାନ କରିବେ ଯଗ୍ନି ମୁଖେ ତାହାଙ୍କୁ ଦେବି ଏହା କହୁଛି ସତ୍ୟ। ମାତା ମୋହର ସୁକାନ୍ତି ଯେ ପିତା ମୋ ଯଦୁନାଥ। ନନ୍ଦ ଯଶୋମତୀ ଏ ଦୁହେଁ ଏତ ବିଧାତା କୃତ। ଏମାନେ ନନ୍ଦ ଯଶୋଦା ଆଗରୁ ଥିଲେ। ତାପରେ ଯାଇଫୁଲ ମାଳିକାରେ ଅଚ୍ୟୁତାନନ୍ଦ ଲେଖିଲେ ହରି ହରିଜନେ ଜଗନ୍ନାଥ ବିଜେ ଗୌରବ ଓଡ଼ିଶାର ଲୋ ଯାଇଫୁଲ। ପିତା ଯକ୍ଷରେ ମାତା ସକ୍ଷରେ ଗ୍ରାମ ଥିବ ମୋ ଅକ୍ଷରେ ଲୋ ଯାଇଫୁଲ। ଓଡ଼ିଶା ଯେ ଭଗବାନଙ୍କର ଜନ୍ମସ୍ଥାନ ଅନିଷ୍ଟ ଘଟିଲେ ପୁଣି ନୂଆ ହେବେ ଜନ୍ମ। ଯଶୋବନ୍ତ ଦାସଙ୍କ ଲେଖନୀରୁ କିଛି ଯାଜନଗ୍ରେ ଯଦୁ ଘରେ ହଇଣ ଜନମ ଗୁପତେ ବାଛିବେ ଭକ୍ତ ଜାତି ତାଙ୍କ ପାଣ। ମାତା ନାମ ସୁକାନ୍ତି ଯେ ହରିଜନ ସାହି ଭକ୍ତ ବିନା ଏ ରହସ୍ୟ ନ ଜାଣିବେ କେହି। ବ୍ରହ୍ମ ଜନ୍ମୀ ଶୂଦ୍ର ଘରେ ବାଣ୍ଟିବେ ଆନନ୍ଦ ଜାତି ପାଣ ନାମ ଗୋଟି ଶ୍ରୀ କେଶବ ଚନ୍ଦ୍ର। ତାପରେ ଅଚ୍ୟୁତାନନ୍ଦଙ୍କର ମନ ଚୈତନ୍ୟ ମାଳିକାରେ ଲେଖିଲେ ଦ୍ୱିତୀୟ ଛାନ୍ଦରେ ମନ ଚୈତନ୍ୟ ଦ୍ୱିତୀୟ ଛାନ୍ଦ କେଶବ ବଦନ ଲୀଳାକୁ ବାନ୍ଧ। ସତ୍ୟରେ ପଞ୍ଚୁକ ତତ୍ତ୍ୱ ଆଚରି କଳିରେ ଯେ ପ୍ରଭୁ ସନ୍ନ୍ୟାସ ଧରି। ତେଣୁରେ ମୋହର ବରଜ ସୁତ ଯେବେଳେ ଦେଖିବୁ ସୁକାନ୍ତି ସୁତ। ଆଣ୍ଠୁ ତଳେ ତା ବସନ ନଥିବ ଶିରି ପାଦ ପଦ୍ମ ମୁକୁଳା ଥିବ। ଦେଖିବୁ ନେତ୍ରରେ ହେବୁ ବାଉଳା କଳିତା ପରଶେ ଅଟଇ ଭେଳା। କିସମ କିସମ ହସ ରହସ୍ୟ ମୌନ ବଦନ ସନ୍ନ୍ୟାସ ବେଶ। ଭଗବାନ ସନ୍ନ୍ୟାସ ରୂପରେ ଆସିଥିବେ। ପଞ୍ଚୁକ ଋଷି ବର ମାଗିଛନ୍ତି। ଏଟା ଲେଖିଲେ ସତ୍ୟରେ ପଞ୍ଚୁକ ତତ୍ତ୍ୱ ଆଚରି। ସତ୍ୟ ଯୁଗର କଥା ହେଇଥିଲା। ଆଗରୁ ଭଗବାନ କଥା ଦେଇଥିଲେ ମୁଁ ଆସିବି ସନ୍ନ୍ୟାସ ବେଶରେ ଆସିବି ବୋଲି। ଆଣ୍ଠୁ ତଳେ ମୋର ସେ ସମୟରେ ବସ୍ତ୍ର ନଥିବ ଆଉ ଶ୍ରୀ ପାଦ ପଦ୍ମ ମୁକୁଳା ଥିବ, ମାନେ ମୁଁ ପାଦ ଖୋଲା ରଖିଥିବି ସେ ସମୟରେ। କିସମ କିସମ ହସ ରହସ୍ୟ ମୌନ ବଦନ ସନ୍ନ୍ୟାସ ବେଶ। ଠାକୁର ସଦାବେଳେ ଚୁପ୍ ହେଇକି ରହୁଥିବେ ଆଉ ତାଙ୍କର ବେଶ ହେଇଥିବ ସନ୍ନ୍ୟାସ ବେଶ। ଏକଥା ଲେଖା ହେଇଛି ମନ ଚୈତନ୍ୟ ଦ୍ୱିତୀୟ ଛାନ୍ଦରେ। ଆପଣମାନେ ମାଳିକାରେ ବିଭିନ୍ନ ଖୋଜିପାରିବେ ମନ ଚୈତନ୍ୟ ଦ୍ୱିତୀୟ ଛାନ୍ଦରେ। ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଲେଖାରୁ କିଛି। ପୁସ୍ତକଟିର ନାମ ହେଲା ଅନୁଶ୍ରୁତି ପୁସ୍ତକ। ବଙ୍ଗଳା ଭାଷାରେ ଲେଖିଛନ୍ତି ହସିବି ଲଟିବି କରିବି ମଜା ଯାହା ଇଚ୍ଛା ମୋର କରିବି ସଉକ। ବଡ଼ ବା ଯখন ବୋଲ ବା তখন ରକ୍ଷା କର হে କେଶବ। କେଶବ ଯେ ମୋର ବାବାର ନାମ ତିନି ତିନି ଖାଣ୍ଟି 16 ଅଣା ମୋହର କଥା ଯେ ଭୁଲ ହୁଏ ନା। ଏଠେ ଠାକୁର ଅନୁକୂଳ ଚନ୍ଦ୍ର କହିଲେ ଯେ ମୋ ବାପା ହେଲେ କେଶବ। ତେଣୁକି ଆହୁରି କେତେ ଓଡ଼ିଶାବାସୀଙ୍କୁ ଆହୁରି କେତେ ମାନେ ପ୍ରମାଣ ଦରକାର, ବିଭିନ୍ନ ବହୁତ ଅଛି, ଆକୁ ପଢ଼ୁଛୁ। ପୁଣି ମହାପୁରୁଷ ଯଶୋବନ୍ତଙ୍କର ଭବିଷ୍ୟକଳ୍ପବାଣୀରେ ଲେଖିଲେ ଯୋଗୀ ବେଶ ହୋଇ ବ୍ରହ୍ମାଣ୍ଡ ଗୋସାଇଁ ମର୍ତ୍ତ୍ୟକୁ ବିଜେ କରିବେ ଜାଗି ଥାଅ ବୋଲି ଭକତ ଜନଙ୍କୁ ମହାନିତ୍ୟ ଧାରା ଦେବେ। ଦୀକ୍ଷା ଦଉନଥିବେ, ସେ ଧାରା ଦେବେ ସମସ୍ତଙ୍କୁ। ଆମମାନେ ଯେତିକି ଧାରା ନେଇଛନ୍ତି ଭାଇମାନେ ସେମାନଙ୍କୁ ଆପଣମାନେ ପଚାରି ପାରିବେ।
ଆଉ ଯେଉଁମାନେ ଠାକୁରଙ୍କୁ ଜାଣିନାହାନ୍ତି ଧାରା କ'ଣ, ଯିଏ ଠାକୁରଙ୍କର ଆଶ୍ରିତ ହୋଇଛନ୍ତି ତାଙ୍କୁ ପଚାରି ପାରିବେ ଧାରା କ'ଣ, ସେ କହିପାରିବେ। ନହେଲେ ତ ଧାରା କ'ଣ ମୁଁ ଆଉ ଗୋଟେ ଭିଡ଼ିଓରେ ବି ଆପଣମାନଙ୍କୁ କହିପାରିବି। ଦୀକ୍ଷାରେ ଦୀକ୍ଷାରେ ଗୋଳ ଲାଗିଥିବ, ମୌନେ ରହିବ ଧାରା, ସର୍ବତତ୍ତ୍ୱ ଭକ୍ତ ହୋଇବେ ଏକତ୍ର, କମ୍ପିବ ଗ୍ରାମ ମହୁରା। ମାନେ ସବୁ ଧର୍ମର ସବୁ ଜାତିର ଭକ୍ତମାନେ ସେ ଯିବେ ମହୁରା ଗ୍ରାମକୁ, ସେଠି କମ୍ପିବ ଗ୍ରାମ ମହୁରା, କାରଣ ଭଗବାନ ଆସିଛନ୍ତି ସେଥିପାଇଁ ବୋଲି କମ୍ପିବ, ଏଥିରେ ଲେଖା ହେଇଛି। ତାପରେ ମନ ଚୈତନ୍ୟ ସମ୍ବାଦ ଅଚ୍ୟୁତାନନ୍ଦ ଲେଖିଲେ, ନିରାକାର କହନ୍ତି ଅଚ୍ୟୁତ ମୁଖ ଚାହିଁ। ଭଗବାନ ଅଚ୍ୟୁତାନନ୍ଦଙ୍କୁ କହୁଛନ୍ତି, ମୋର ଜନ୍ମ କଥା ତୋତେ ଦେଉଛି ବତାଇ। ମାନେ ମୁଁ କେବେ ଜନ୍ମ ହେବି, ଠାକୁର ଅଚ୍ୟୁତାନନ୍ଦଙ୍କୁ କହୁଛନ୍ତି। ବିରାଟ ପୁରୁଷ କଥା ମନ ମଧ୍ୟ ହେଜ, ସୃଷ୍ଟି ଆରମ୍ଭରେ ମନ ଉପୁଜିଲା ଖେଦ। 33 କୋଟି ଦେବତା ଆଜ୍ଞା ଯେ ପାଇଲେ, ପ୍ରତ୍ୟେକଟି ତାହାଙ୍କର ଅଙ୍ଗ ଯେ ହୋଇଲେ। ପାଦ ପାଇଁ ମନେ ଚିନ୍ତା କରିଲେ ଆମ୍ଭଙ୍କୁ, ଶରୀରରେ ପାଦ ପାଇଁ ସାଜିଲେ ନିଜକୁ। ତାପରେ ମନ ଚୈତନ୍ୟ ସମ୍ବାଦରେ ଅଚ୍ୟୁତାନନ୍ଦ ଲେଖିଲେ, ନିରାକାର କହନ୍ତି ଅଚ୍ୟୁତ ମୁଖ ଚାହିଁ। ମୋର ଜନ୍ମ କଥା ତୋତେ ଦେଉଛି ବତାଇ। ବିରାଟ ପୁରୁଷ କଥା ମନ ମଧ୍ୟ ହେଜ, ସୃଷ୍ଟି ଆରମ୍ଭରେ ମନେ ଉପୁଜିଲା ଖେଦ। 33 କୋଟି ଦେବତା ଆଜ୍ଞା ଯେ ପାଇଲେ, ପ୍ରତ୍ୟେକଟି ତାହାଙ୍କର ଅଙ୍ଗ ଯେ ହୋଇଲେ। ପାଦ ପାଇଁ ମନେ ଚିନ୍ତା କରିଲେ ଆମ୍ଭଙ୍କୁ, ଶରୀରରେ ପାଦ ପାଇଁ ସାଜିଲେ ନିଜକୁ। ପା ଅକ୍ଷରକୁ ଜାଣ ପାଦକୁ ବୁଝିବୁ, ଣ ଅକ୍ଷର ନିର୍ଗୁଣ ନିରାକାରକୁ ବୁଝିବୁ। ମାନେ ପାଣର ଅର୍ଥ କ'ଣ? ପା ଅକ୍ଷରକୁ ଜାଣ ପାଦକୁ ବୁଝିବୁ, ଣ ଅକ୍ଷର ନିର୍ଗୁଣ ନିରାକାରଙ୍କୁ ବୁଝିବୁ। 2 ଅକ୍ଷରକୁ ଯୁକ୍ତ କରିବୁ ବାବୁରେ, ହରିଜନ ନାମେ ଖ୍ୟାତ ମହିମଣ୍ଡଳରେ। ସେଇ ଘରେ ଆମ୍ଭେ ଯାଇ ଜନମ ହୋଇବୁ, ମୂର୍ଖ ଆଗରେ ବାବୁ କେବେ ନ କହିବୁ। ମୂର୍ଖ ଲୋକମାନଙ୍କୁ କହିବୁନି ଯେ ହରିଜନ କୂଳରେ ପାଣ ଘରେ ଠାକୁର ଆସିଛନ୍ତି ବୋଲି, ସେମାନେ ବୁଝିବେ ନାହିଁ ସେ କଥା। ତାପରେ କଳିରେ ଶୂଦ୍ର ବର୍ଣ୍ଣେ ଗୋଟେ ଏଟା ଅଛି, ସେଠି ଲେଖା ହେଇଛି, ନାହିଁ ମୋର ବିପ୍ର ବର୍ଣ୍ଣେ ତ ଆଶା। ଭଗବାନ କହୁଛନ୍ତି ମୁଁ ବିପ୍ର ବର୍ଣ୍ଣରେ ଆଶା ରଖେନି, ବ୍ରାହ୍ମଣ ଏସବୁ ନାହିଁ। କ୍ଷତ୍ରିୟ ବୈଶ୍ୟରେ ନାହିଁ ଭରସା। କ୍ଷତ୍ରିୟ କୂଳ ଆଉ ବୈଶ୍ୟ ଗୌଡ଼ କୂଳରେ ମୋର ଭରସା ବି ନାହିଁ, ଏତେ ଭରସା ନାହିଁ। କାରଣ ସାନ ହେଲେ ମନ ସରୁଆ ହୋଇ, ତେଣୁ ଯେ ଅଚ୍ୟୁତ ଶୂଦ୍ର ବୋଲାଇ। ଯେଉଁମାନେ ସାନ ତାଙ୍କର ହୃଦୟ ନିର୍ମଳ ରୁହେ। ଶୂଦ୍ର ବର୍ଣ୍ଣରେ ସେବା ପ୍ରାପ୍ତ ହୁଏ। ଶୂଦ୍ର ଲୋକମାନେ ଭଲ ସେବା କରନ୍ତି, ଶୂଦ୍ରମାନଙ୍କର ମନ ନିର୍ମଳ, ସବୁ ଭଲ। ଅହଙ୍କାର ନାହିଁ ଶୂଦ୍ରର ଦେହେ, ସେବା ଭକ୍ତିରେ ଗୋଲକ ଲିଅଇ। ସେବା ଭକ୍ତିରେ ଗୋଲକ ମିଳଇ, ଯେଉଁ ପଦେ ଚଉ ବର୍ଗ ଯେ ଥାଇ। 3 ବର୍ଣ୍ଣେ ମୁକ୍ତି ନାହିଁ ଯେ ଭକ୍ତି, ମୁଖ୍ୟ ପଥେ କହେ ଦିନ ଅଚ୍ୟୁତି। ମାନେ ମୁଁ ଶୂଦ୍ର କୂଳକୁ ବହୁତ ଭଲ ପାଏ, ତାଙ୍କ ଦେହରେ ରାଗ ହିଂସା ଏସବୁ ଭାବ ନଥାଏ। ଆଜି ପାଇଁ ତ ମୁଁ ଏତିକି ମାତ୍ର କହିବି। ନେକ୍ସଟ ଆଉ କେବେ ପୁଣି ଅଧିକା କିଛି ପୁଣି ବର୍ଣ୍ଣନା କରିବା, ଯାହା ସବୁ ଆସୁଛି ଆମର, ଯାହା ସବୁ ଲେଖା ହେଇଛି। ତେବେ ଯେଉଁମାନେ ଠାକୁରଙ୍କୁ ଜାଣିନାହାନ୍ତି, ଠାକୁରଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ। ମାଳିକା କହିଲେ ବି ସବୁ ମାଳିକାରେ ଠାକୁରଙ୍କ ସମ୍ପର୍କରେ ଲେଖା ହେଇଛି। ଆପଣମାନେ ଯଦି ଏପର୍ଯ୍ୟନ୍ତ କଳିର ଶେଷ ସମୟରେ ଭଗବାନଙ୍କୁ ଜାଣିପାରିବେନି, ତାଙ୍କର ଧାମକୁ ଟିକେ ଯିବେନି ବୋଲି, ବା ତାଙ୍କୁ ଟିକେ ଦେଖିବେନି, ତାଙ୍କ ବିଗ୍ରହ ଦେଖିବେନି, ବା ଟିକେ ଯାହେଲେ ବି ଶେଷ ମୁହୂର୍ତ୍ତରେ ତ କମ୍ ସେ କମ୍ ଭଗବାନଙ୍କୁ ଚିହ୍ନି ଯାଇଥାନ୍ତୁ। କାରଣ ସବୁ ଯୁଗ ପରେ ଆଉ ଜାଣିକି ଲାଭ କିଛି ନାହିଁ। ଆଉ ଆମର ପ୍ରେମାନନ୍ଦ ବାବା ବି ସନାତନ ଧର୍ମ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକାରେ ବର୍ତ୍ତମାନ ଅଛନ୍ତି। ସମସ୍ତେ ସେଇ ପ୍ରେମାନନ୍ଦ ବାବାଙ୍କୁ ମାନିକି ତାଙ୍କରି ନୀତି ନିୟମରେ ରହିକି ସନାତନ ଧର୍ମ ପ୍ରତିଷ୍ଠା କରିବାରେ ଅନ୍ୟ ରାଜ୍ୟର ଲୋକମାନେ ମାତିଛନ୍ତି। ମାତିବାଟା ବି ଠିକ୍, ସତ୍ୟ ସନାତନ ଧର୍ମ ପ୍ରତିଷ୍ଠା ହେବ ଶେଷ ସମୟ। ତେଣୁକରି ଆମର ଓଡ଼ିଶାବାସୀ ଯାହା ତ ଯେତିକି ବାବା ସବୁ ଆସିକି ଫସିଥିଲେ, ଫସେଇବାର ଭାଇ
ଦେଖ ଦ୍ୱାପର ଯୁଗରେ ବି ପଣ୍ଡରକ ଭଗବାନ ଆସିଥିଲେ, ଭଗବାନ ବୋଲି କହୁଥିଲା ନିଜକୁ ପଣ୍ଡରକ ଭଗବାନ। ତ ସେ ମିଥ୍ୟାରେ ସେମିତି ଭଗବାନ ହେଇଥିଲା, ସେମିତି ଏ ଯୁଗରେ ବି ଯେତିକି ଭଣ୍ଡ ହେବାର ଥିଲା ସେମାନେ ନିଜେ ଇଚ୍ଛାରେ ଧରିନି, ଭଗବାନଙ୍କର ଇଚ୍ଛାରେ ସେମାନେ ଧରା ପଡ଼ିଲେ। ତାପରେ ଜୋର ଭାବରେ ପ୍ରଚାର ହେଲା ଆମ ଠାକୁରଙ୍କର ଯେଉଁ 10 ମସିହାରୁ 15 ମସିହା ଭିତରେ। ସେ ଭିତରେ କେହି ଜାଣିପାରିଲେନି, କାରଣ ସେମାନେ ଆଗ ଧରା ପଡ଼ିଗଲେ। ତ ଏମାନେ ଠାକୁରଙ୍କୁ କହିଲା ପରେ ଯେହେତୁ ଧୋକା ପାଇଛନ୍ତି ପୂର୍ବ ଲୋକ, ସେଇଟା ଦେଖିଛନ୍ତି ସୋସିଆଲ ମିଡ଼ିଆ ପାୱାର, ଆଉ ସୋସିଆଲ ମିଡ଼ିଆ ବି ଭଗବାନ ଦେଇଛନ୍ତି। ଏମିତି ସବୁ ଖେଳାଲୀଳା କଲେ ଯେଉଁଥି କାରଣରୁ ଭଗବାନଙ୍କୁ ଚିହ୍ନି ପାରିଲେ ନାହିଁ କି ମାନିଲେ ନାହିଁ ଯେ ହଁ କେଶବ କିଏ ହେଇଥିବ ଗୋଟେ ତୁଚ୍ଛ ମଣିଷଟା, ଆଉ କିଏ ଗୋଟେ ଠାକୁର କହୁଛନ୍ତି ଏମାନେ। ଏସବୁ ଜ୍ଞାତ ଧାରଣା ଛାଡ଼, ଯାହା ହେଇଗଲା ହେଇଗଲା। ଠାକୁର ବି ଆମର ଆଉ ନାହାନ୍ତି, କିନ୍ତୁ ଯେଉଁମାନେ ଜାଣିଯାଇଛନ୍ତି ସେମାନେ ଜାଣିଯାଇଛନ୍ତି, କିନ୍ତୁ ଯେଉଁମାନେ ଜାଣିନାହାନ୍ତି ଏସବୁ କଥା ପ୍ରମାଣ ସବୁ ଆପଣମାନଙ୍କୁ ଆମକୁ ଦେଇପାରିବୁ, ତାଠୁ ତ ଅଧିକା ଆମେ ଦେଇପାରିବୁନି। ଆଗ ଯେମିତି ବିପିନ ଭାଇ ପ୍ରବଚନ ଦେଉଥିଲେ, ଝାଡ଼ି ହେଇକି କଥା କହୁଥିଲେ ଠାକୁର ଥିଲାବେଳେ, ଏବେ କହିପାରୁନାହାନ୍ତି, କାରଣ ଠାକୁର ଥିଲେ ତ ତାଙ୍କର ଗୋଟେ ସାହସ ଥିଲା। ତାପରେ ଏବେ ବି ଅଛି, କିନ୍ତୁ ଆମେ ଶାସ୍ତ୍ର ଦେଖିକି କହିଦେବୁ ଯେ ଠାକୁର କିଏ। ତେଣୁକରି ଆପଣମାନେ ଜାଣନ୍ତୁ ଠାକୁରଙ୍କୁ, ଠାକୁରଙ୍କର ଧାରା ନିଅନ୍ତୁ, ନୀତି ନିୟମରେ ରୁହନ୍ତୁ। କଳିର ଶେଷ ସମୟ, ନାମ ଜପ କରିକି ଠାକୁରଙ୍କୁ ମାନିକି ମୁକ୍ତି ମୁଖ୍ୟ ନିର୍ବାଣ ହୁଅନ୍ତୁ, ଏତିକି ମୋର ଆଶା ରହିବ। ଆଉ ଆଜି ପାଇଁ ରହିଲି ଭାଇ ଗୁରୁସ୍ୱାମୀ।